ଗୋଟିଏ ସୁନ୍ଦର ଜଙ୍ଗଲଟିଏ ଥିଲା। ଲକ୍ଷ୍ମୀ ଚଢ଼େଇ ଓ କାଳୁ କାଉ ସେହି ଜଙ୍ଗଲରେ ରହୁଥିଲେ। ଲକ୍ଷ୍ମୀ ଚଢ଼େଇ ବହୁତ ପରିଶ୍ରମୀ ଅଟେ। ତା'ର କେବେ ବି ଚିନ୍ତା ନଥାଏ। ଏବେ ତ ଜଙ୍ଗଲରେ ଦାନା ପାଣି ସବୁ ମିଳିଯାଉଛି। ଆଗକୁ ଗରମ ଦିନ ଆସୁଛି। ଲକ୍ଷ୍ମୀ ଚଢ଼େଇ ସେ ଦିନ ପାଇଁ ମଧ୍ୟ ଆଗରୁ ନିଜକୁ ନିଜେ ପ୍ରିପେୟାର ହୋଇ ରହିଥାଏ। ଦାନା ଯୋଗାଡ଼ କରି ରଖିଦେଇଥାଏ। ଗୋଟିଏ ଦିନ ଲକ୍ଷ୍ମୀ ଚଢ଼େଇର ମାଇଣ୍ଡରେ ଗୋଟିଏ ଆଇଡ଼ିଆ ଆସିଲା। ସେ ତା'ର ପ୍ଲାନ୍କୁ କାଳୁକୁ କହିବା ପାଇଁ ତା ଘର ଆଡ଼େ ଚାଲିଲା। ଆସ ଆସ ଲକ୍ଷ୍ମୀ ଚଢ଼େଇ, ଆଜି କେମିତି ଇଆଡ଼େ ଆସିଲ? କାଳୁ ଭାଇ, ମୋ ମୁଣ୍ଡକୁ ଗୋଟିଏ ଭଲ ଆଇଡ଼ିଆ ଆସିଛି। ତୁମେ ତ ଜାଣିଛ ଏବେ ଆମ ଜଙ୍ଗଲରେ ଦାନା ଆଉ ପାଣିର ଅଭାବ ନାହିଁ। ହେଲେ କିଛି ଦିନ ପରେ ଗରମ ଦିନ ଆସିଯିବ। ମୁଁ ଏଇଥିପାଇଁ ତୁମ ପାଖକୁ ଆସିଛି ଯେ ମୁଁ ଗୋଟେ କାମ କରିବା ପାଇଁ ଚାହୁଁଛି। ତୁମେ ଯଦି ଏହି କାମରେ ସାମିଲ ହେବାକୁ ଚାହିଁବ ତାହେଲେ ମୁଁ ତୁମକୁ ନିଶ୍ଚିତ ମୋ ସହିତ କାମରେ ମିଶେଇବି। କେଉଁ କାମ? ଆଗ କାମ ବିଷୟରେ କୁହ, ତାପରେ ମୁଁ କହିବି। କାମ ମୋତେ ଭଲ ଲାଗିବ ଯଦି ମୁଁ କରିବି। କାଉ ଭାଇ, ମୋ ପାଖରେ ଗହମର ଦାନା ଅଛି। ଆମେ ଯଦି ନଦୀ ପାଖରେ ପଡ଼ିଥିବା ଖାଲି ଜମିରେ ଚାଷ କରିବା, ହଁ, ପାଣିର ତ କିଛି ଅସୁବିଧା ନାହିଁ। ଏବେ ଚାଷ କାମ କରି ଯେତେବେଳେ ଦାନା ଅମଳ ହୋଇଯିବ ତୁମର ମୋର ଅଧା ଅଧା କରି ବାଣ୍ଟି ନେବା। ଆଉ ଗରମ ବର୍ଷା ଦିନରେ ଆମେ ଆରାମରେ ବସି ଖାଇପାରିବା। ହଁ, ତୁମର ତ ଚିନ୍ତାଧାରା ଠିକ୍ ଅଛି। ହଁ, ମୁଁ ତୁମ ଆଇଡ଼ିଆରେ ଏକମତ ଅଛି। ତ ଠିକ୍ ଅଛି, କାଲି ସକାଳୁ ଆମେ କାମ କରିବା ଷ୍ଟାର୍ଟ କରିଦେବା। କାଲି ଜଲ୍ଦି ଉଠିଯିବ। ମୁଁ ଯିବାବେଳେ ତୁମକୁ ସାଙ୍ଗରେ ନେଇଯିବି। ତାପରେ ଲକ୍ଷ୍ମୀ ଚଢ଼େଇ ତା'ର ଘରକୁ ଚାଲିଗଲା। ରାତି ବି ହୋଇଗଲା। ଲକ୍ଷ୍ମୀ ଚଢ଼େଇ ତା'ର ବସାରେ ଶୋଇପଡ଼ିଲା। ତାପରେ ସକାଳ ହେଲା। ଲକ୍ଷ୍ମୀ ଚଢ଼େଇ ଗହମର ଦାନା ନେଇ କାଳୁ କାଉର ଘର ଆଡ଼େ ଚାଲିଲା। ଉଠିଯାଅ କାଉ ଭାଇ, ତୁମେ ଏପର୍ଯ୍ୟନ୍ତ ଉଠିନାହଁ। ଆମକୁ ଆଜି ଚାଷ କାମ ଆରମ୍ଭ କରିବାର ଅଛି ନା। ଲକ୍ଷ୍ମୀ, ତମେ ଏମିତି ବୁଲୁଛ କାହିଁକି? ମୋ ସାମ୍ନାରେ ଏମିତି ଅନ୍ଧାର କାହିଁକି ଦେଖାଯାଉଛି? ମୋର ମୁଣ୍ଡ ବୁଲେଇ ଦେଉଛି। କ'ଣ ହେଲା କାଉ ଭାଇ, ତୁମ ଦେହ ଠିକ୍ ଅଛି ତ? ଲକ୍ଷ୍ମୀ, ମୁଁ କାଲି ରାତି ସାରା ଶୋଇନି, ସେଥିପାଇଁ ମୋ ମୁଣ୍ଡ ବୁଲେଇ ଦେଉଛି। ତୁମେ ଗୋଟେ କାମ କର, ଆଜି ତୁମେ ଏକା ଚାଲିଯାଅ। ମୁଁ କାଲିଠାରୁ ତୁମ ସହିତ ଯିବି। ଲକ୍ଷ୍ମୀ ଚଢ଼େଇ ବହୁତ ସରଳ ଓ ସେ କାଉର କଥାକୁ ବିଶ୍ୱାସ କରିଗଲା। ଠିକ୍ ଅଛି କାଳୁ ଭାଇ, ତୁମେ ଆରାମ କର, ମୁଁ ଏକା ଚାଲିଯିବି। ତାପରେ ଲକ୍ଷ୍ମୀ ଚଢ଼େଇ ଏକା ଚାଲିଗଲା। ଆସିଲା ଭେରି ମୋତେ ଏତେ ଜଲ୍ଦି ଉଠେଇବାକୁ। ଯାମ। କାଳୁ କାଉ ଏହା କହି ପୁଣି ଶୋଇପଡ଼ିଲା। ଆଉ ଲକ୍ଷ୍ମୀ ଚଢ଼େଇ ଦିନ ସାରା କାମ କରୁଥାଏ। ଜମିକୁ ଖୋଳି ସେଥିରେ ପାଣି ଦେଇଥାଏ। ଏମିତି ସନ୍ଧ୍ୟା ହୋଇଗଲା। ଲକ୍ଷ୍ମୀ ଚଢ଼େଇ ନିଜ ବସାକୁ ଫେରି ଆସିଲା। ଆଜି ଲକ୍ଷ୍ମୀ ଚଢ଼େଇ ବହୁତ ଥକି ଯାଇଥିଲା। ଆସିବା ମାତ୍ରେ ଭୋଜନ ଖାଇ ଶୋଇପଡ଼ିଲା। ଏମିତି ସବୁଦିନ କାଳୁ କାଉ କିଛି ନା କିଛି ବାହାନା ବନାଇ ଯାଏ ନାହିଁ। ଆଉ ଲକ୍ଷ୍ମୀ ଚଢ଼େଇ ଏକା ଯାଇ ସବୁ କାମ କରେ। ଏମିତି କେତେ ଦିନ ଚାଲିଗଲା। ଗହମର କ୍ଷେତରେ ଗହମ ସବୁ ବହୁତ ବଢ଼ିଆ ଫଳିଲା। କାଳୁ କାଉ ଯେବେ ଜାଣିଲା ଫସଲ ପୁରା ହୋଇଗଲାଣି ତ ସେ ସେଠାକୁ ଆସିଲା। ଲକ୍ଷ୍ମୀ ଚଢ଼େଇ ଯେତେବେଳେ ଫସଲ କାଟିବା ପାଇଁ ସେଠାକୁ ଗଲା ତା ପୂର୍ବରୁ କାଳୁ କାଉ ଆସି ସେଠାରେ ପହଞ୍ଚି ସାରିଥିଲା। ଚଢ଼େଇ କାଉକୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲା। ଆରେ କାଉ ଭାଇ, ଆଜି ତୁମେ ଠିକ୍ ଅଛ? ହଁ, ଆଜି ମୋତେ ଭଲ ଲାଗୁଥିଲା ତ ଭାବିଲି ଯାଇ ତୁମକୁ ଟିକେ କାମରେ ସାହାଯ୍ୟ କରିବି। ଚାଲ ଜଲ୍ଦି ଫସଲ କାଟିବା। ତାପରେ କାଉ ଓ ଚଢ଼େଇ ମିଶି ସବୁ ଫସଲକୁ କାଟିଦେଲେ। ତାପରେ ବାଣ୍ଟିବାର ସମୟ ଆସିଲା। କାଳୁ କାଉ ଗହମ ତକ ନେଇଗଲା ଆଉ ମାଟି ଖାଲି କୁଟାକୁ ଚଢ଼େଇକୁ ଦେଇଦେଲା। ତୁମେ ବହୁତ ପରିଶ୍ରମ କରିଛ। ଏସବୁ ତୁମର, ଆଉ ଏସବୁ ମୋର। କାଉ ଭାଇ, ତୁମେ କ'ଣ କହୁଛ? ଏ ମାଟି ଆଉ କୁଟାକୁ ନେଇ ମୁଁ କ'ଣ କରିବି? ଲକ୍ଷ୍ମୀ, ଖାଲିଟାରେ ମୁଁ ତୁମ ସହିତ ଯୁକ୍ତି କରିବା ପାଇଁ ଚାହୁଁନି। ଅଯଥାରେ ମୋ ମୁଣ୍ଡ ଖରାପ କରନି। ତାପରେ କାଳୁ କାଉ ସବୁ ଗହମକୁ ନେଇ ସେଠାରୁ ଚାଲିଗଲା। ଲକ୍ଷ୍ମୀ ଚଢ଼େଇ କାଳୁ କାଉକୁ ସେମିତି ଅନେଇ ରହିଥାଏ। ଏ କାଉ ଭାରି ଚାଲାକ ଅଛି।
ମୁଁ ଏସବୁ ନେଇ କ'ଣ କରିବି? ମୋତେ କାଳୁ କାଉକୁ ସାଙ୍ଗରେ ମିଶେଇବାର ହିଁ ନଥିଲା। ଯାଉଛି ଏ ମାଟି ଓ କୁଟାକୁ ନେଇ ଘର ବନେଇବି। ବର୍ଷା ଦିନେ ଏ ଘର ମୋତେ ସୁରକ୍ଷା ଦେବ। ତାପରେ ଲକ୍ଷ୍ମୀ ଚଢ଼େଇ ଗୋଟିଏ ସୁନ୍ଦର ଘରଟିଏ ବନେଇଲା। ସେଇ ଘରେ ନିଜର ଦରକାର ମୁତାବକ ସବୁ ଜିନିଷ ରଖିଲା। ଯାହା ହଉ ଗୋଟେ ବଢ଼ିଆ କାମ କଲି। ସେ ମାଟି ଆଉ କୁଟାରେ ଘର ବନେଇଦେଲି। ଯାଉଛି ଆଜି ଖେଚେଡ଼ି ବନେଇବି। ବର୍ଷା ହେବାର ଅଛି। ଯଦି ବର୍ଷା ହୁଏ ତ ତାହେଲେ ବର୍ଷାରେ ଗରମ ଗରମ ଖେଚେଡ଼ି ଖାଇବାର ମଜା ଅଲଗା। ତାପରେ ଲକ୍ଷ୍ମୀ ଚଢ଼େଇ ଖେଚେଡ଼ି ବନେଇବାରେ ଲାଗିଲା ତ ବାହାରେ ଜୋରେ ବର୍ଷା ହେବାରେ ଲାଗିଲା। ଚଢ଼େଇ ଘରେ ରହି ବର୍ଷାର ମଜା ନେଉଥିଲା। ଜୋରେ ବର୍ଷା ହେବାରୁ କାଳୁ କାଉର ଘର ଭାଙ୍ଗିଗଲା ଆଉ ସବୁ ଗହମ ପାଣିରେ ଭିଜିଗଲା। କାଳୁ କାଉ ବହୁତ ପରିଶାନରେ ଥିଲା। ଏବେ ସେ କୁଆଡ଼େ ଯିବ? ତାକୁ ଦୂରରେ ଥିବା ଏକ ଘର ଦେଖାଗଲା ତ ଜଲ୍ଦି ସେ ଘର ଆଡ଼କୁ ଚାଲିଲା ଆଉ ପହଞ୍ଚି କବାଟକୁ ଜୋରେ ବାଡ଼େଇଲା। ଲକ୍ଷ୍ମୀ ଚଢ଼େଇ କାଳୁ କାଉକୁ ଝରକା ବାଟେ ଦେଖିଲା। କାଳୁ ଭାଇ, କ'ଣ ହେଲା? ଏବେ କ'ଣ ପାଇଁ ଏଠାକୁ ଆସିଛ? ଲକ୍ଷ୍ମୀ ଭଉଣୀ, ମୋ ବସା ବର୍ଷା କାରଣରୁ ଭାଙ୍ଗିଗଲା ଆଉ ସବୁ ଗହମ ପାଣିରେ ଭିଜିଗଲା। ମୋତେ ଟିକେ ସାହାଯ୍ୟ କର। ମୁଁ ବହୁତ ଭୋକରେ ଅଛି ଆଉ ଜୋରେ ଥଣ୍ଡା ବି ଲାଗିଲାଣି। ତୁମ ଘରୁ ତ ବହୁତ ସୁନ୍ଦର ବାସ୍ନା ଆସୁଛି। ଲାଗୁଛି କିଛି ସ୍ପେଶିଆଲ ବନେଇଛ ବୋଧେ। ମୁଁ ଖେଚେଡ଼ି ବନଉଛି। ମୁଁ ଆଉ କେବେ ବି ତୁମକୁ ସାହାଯ୍ୟ କରିବିନି। ତୁମେ ମୋତେ ବହୁତ ଠକିଛ। ପରିଶ୍ରମ ମୁଁ କଲି, ହେଲେ ଫସଲ ସବୁ ତୁମେ ନେଇଗଲ। ଆଉ ମୋ ଖାଲି ମାଟି ଆଉ କୁଟା ହିଁ। ସେଇ କୁଟା ଆଉ ମାଟିରେ ମୁଁ ଏ ଘର ବନେଇଛି। କେତେ ଆରାମରେ ଅଛି। ଆଉ ତୁମେ ମୁଁ ସେ ଗହମକୁ ନେଇକି କ'ଣ କଲ? ସବୁ ତ ପାଣିରେ ଭାସିଗଲା। ସବୁ ଗଲା ନା। ଯାଅ ଏଠୁ। ମୁଁ କେବେ ବି କବାଟ ଖୋଲିବି ନାହିଁ। କାଳୁ କାଉ ଦୁଃଖରେ ବହୁତ ଦୂରକୁ ଯାଇ ଗୋଟିଏ ପାହାଡ଼ ଉପରେ ଗୋଟିଏ ଗଛ ମୂଳେ ବସିଲା। ଜୋରେ ବର୍ଷା ଲାଗି ରହିଥାଏ। ସେଇ ଗଛଟା ଗୋଟିଏ ପାଚିଲା ଆମ୍ବ ଗଛ ଥିଲା। ଜୋରେ ବର୍ଷା ହେବାରୁ ପାଚିଲା ଆମ୍ବ ସବୁ ଝଡ଼ିବାରେ ଲାଗିଲା। ଆରେ, ମୁଁ ଏତେ ଆମ୍ବ କେମିତି ଖାଇବି? ହଉ, ଏବେ ମୁଁ ସେ ଚଢ଼େଇକୁ ବୋକା ବନେଇବି। ତାଠାରୁ ତା ଘର ଛଡ଼େଇ ନେବି। କାଳୁ କାଉ ଏହା ଚିନ୍ତା କରି ଲକ୍ଷ୍ମୀ ଚଢ଼େଇ ଘର ଆଡ଼େ ଚାଲିଲା। ଚଢ଼େଇ ଯେତେବେଳେ କାଉକୁ ଦେଖିଲା ତ ସେ ଆଶ୍ଚର୍ଯ୍ୟ ହୋଇଗଲା। ଆରେ କାଉ ଭାଇ, ତୁମେ ଏତେ ଖୁସି କାହିଁ ଜଣାପଡ଼ୁଛ? ଚଢ଼େଇ, ମୁଁ ତୁମକୁ ନବାକୁ ଆସିଛି। ମୁଁ ଚାହୁଁଛି ତୁମେ ବି ସେମିତି ଖୁସିରେ ରୁହ, ମୁଁ ଯେମିତି ଖୁସିରେ ଅଛି। ହେଲେ କେମିତି? ସେପଟ ଜଙ୍ଗଲରେ ଗୋଟିଏ ବଡ଼ ପାଚିଲା ଆମ୍ବ ଗଛଟିଏ ଅଛି। ତୁମେ ବି ସେଠିକି ଯାଇ ପାଚିଲା ଆମ୍ବ ଆଣି ଘରେ ସାଇତିକି ରଖ। ଚଢ଼େଇ ଏସବୁ କଥା ଶୁଣି ମନକୁ ମନ କାଉର କଥାକୁ ବିଶ୍ୱାସ କରିଗଲା। ତାପରେ କାଉ ଚଢ଼େଇକୁ ସେଠାରୁ ନେଇଗଲା। ଗଛ ପାଖକୁ ନ ନେଇ ଗୋଟିଏ ବଡ଼ କୂଅ ପାଖକୁ ନେଲା। ସେଠାରେ କୂଅ ପାଖରେ ତାକୁ ଠେଲି ଦେଇ ସେ ସେଠାରୁ ନିଜେ ପଳେଇ ଆସିଲା। ସେଇ କୂଅର ମାଲିକ ବହୁତ ଦୟାଳୁ ଥିଲେ। ଚଢ଼େଇକୁ ଦେଖି ସାଙ୍ଗେ ସାଙ୍ଗେ ତାକୁ ଉଦ୍ଧାର କରିଦେଲେ। ଚଢ଼େଇ କାଉର ସବୁ ଚାଲାକି ଜାଣିଗଲା ଆଉ ଚଟାପଟ ସର୍ଟକଟ୍ ରାସ୍ତା ଦେଇ ନିଜ ଘରକୁ ଚାଲି ଆସିଲା। କାଉ ପହଞ୍ଚିବା ପୂର୍ବରୁ ସେ ଆଗ ନିଜ ଘରେ ନିଜେ ପହଞ୍ଚିଥିଲା। ଭିତରୁ କବାଟ ଦେଇଦେଲା। ଆଉ କାଉ ଯେତେବେଳେ ଆସିଲା, ଚଢ଼େଇକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଚଢ଼େଇ, ତୁ? ହଁ, ମୁଁ। ତୁ ତ ମୋତେ ମରିବା ପାଇଁ ଛାଡ଼ି ଦେଇ ଆସିଲୁ ନା। ମୋତେ ଭଗବାନ ବଞ୍ଚେଇ ଦେଲେ। ଆଜିଠାରୁ ମୁଁ ତତେ କେବେ ବି ବିଶ୍ୱାସ କରିବି ନାହିଁ। ତାପରେ ଜୋରେ ବର୍ଷାରେ ଭିଜି ଭିଜି କାଉଟି ମରିଗଲା।